ନିଜର ଦୋଷ ଜାଣି ସୁଦ୍ଧା ଯଦି ତୁମେ ତାହାର ତ୍ୟାଗ କରି ନ ପାର, ତେବେ କୌଣସି ମତେ ତାହାର ସମର୍ଥନ କରି ଅନ୍ୟର ସର୍ବନାଶ କରିବାକୁ ଯାଅ ନାହିଁ। ତୁମେ ଯଦି ସତ୍ ହୁଅ, ତୁମର ଦେଖାଦେଖି ହଜାର ହଜାର ଲୋକ ସତ୍ ହୋଇପଡ଼ିବେ। ଆଉ ଯଦି ଅସତ୍ ହୁଅ, ତୁମର ଦୁର୍ଦ୍ଦଶା ପାଇଁ ସମବେଦନା ପ୍ରକାଶ କରିବାକୁ କେହି ରହିବେ ନାହିଁ। କାରଣ ତୁମେ ଅସତ୍ ହୋଇ ତୁମ ଚତୁର୍ଦିଗକୁ ଅସତ୍ କରି ପକାଇଛ। ତୁମେ ଠିକ୍ ଠିକ୍ ଜାଣ ଯେ ତୁମେ ତୁମର ନିଜ ପରିବାରର, ଦୋଷର ଏବଂ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଦାୟୀ। ନାମ ଯଶର ଆଶାରେ କୌଣସି କାର୍ଯ୍ୟ କରିବାକୁ ଯିବା ଠିକ୍ ନୁହେଁ। କୌଣସି କାର୍ଯ୍ୟ ନିଃସ୍ୱାର୍ଥ ଭାବରେ କରିବାକୁ ଗଲେ ହିଁ କାର୍ଯ୍ୟର ଅନୁରୂପ ନାମ ଯଶ ତୁମର ସେବା କରିବ ହିଁ କରିବ। ନିଜ ପାଇଁ ଯାହା କରାଯାଏ ତାହା ହିଁ ସକାମ, ଆଉ ଅନ୍ୟ ପାଇଁ ଯାହା କରାଯାଏ ତାହା ହିଁ ନିଷ୍କାମ। କାହାରି ପାଇଁ କିଛି ନ କରିବାକୁ ଯେ ନିଷ୍କାମ କହନ୍ତି ତାହା କେବଳ ନୁହେଁ,